ପିଲାମାନେ ଆଜି ଆମେ ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ଆମକୁ କ'ଣ ଦେଇଛି? ତୁମେ ଅଝଟ ହେଲେ ତୁମକୁ କିଏ ବୁଝାନ୍ତି? ଉତ୍ତରରେ କ'ଣ ଲେଖିଦେବା? ମୁଁ ଅଝଟ ହେଲେ ମୋତେ ମୋର ମା କିମ୍ବା ବାପା ବୁଝାନ୍ତି। ଖରେ ଆମକୁ କ'ଣ ଦେଲା? ଘରେ ତୁମକୁ ପାଠ ପଢ଼ା ବେଳେ କିଏ ସାହାଯ୍ୟ କରନ୍ତି? ଉତ୍ତରରେ କ'ଣ ଲେଖିବା? ଘରେ ମୋତେ ପାଠ ପଢ଼ା ବେଳେ ମୋର ବଡ଼ ଭଉଣୀ ବା ଭାଇ କିମ୍ବା ବାପା ସାହାଯ୍ୟ କରନ୍ତି। ଗରେ ଆମକୁ କ'ଣ ଦେଇଛି? ବଜାରକୁ ତୁମେ କାହା ସହ ଯାଅ? ଉତ୍ତରରେ ଲେଖିବା ବଜାରକୁ ମୁଁ ମୋର ବାପାଙ୍କ ସହ ଯାଏ। ଘରେ ତୁମେ କେଉଁ କାମରେ ବାପା ମାଆଙ୍କୁ ସାହାଯ୍ୟ କର? ମୁଁ ଗଛରେ ପାଣି ଦେବା, ଘର ସଫା କରିବା ଏବଂ ବଜାରରୁ ଛୋଟ ଛୋଟ ଜିନିଷ ଆଣିବାରେ ବାପା ମାଆଙ୍କୁ ସାହାଯ୍ୟ କରେ। ରେ ଦେଲା ତୁମେ କେଉଁ ସବୁ ସଉଦା ଦୋକାନରୁ ଆଣିଥାଅ? ମୁଁ ଦୋକାନରୁ ବିସ୍କୁଟ, ଚକୋଲେଟ୍, ଚିନି ଏବଂ ଡାଲି ପରି ସଉଦା ଆଣିଥାଏ। 2 ନମ୍ବର ଆମକୁ ଦେଲା ଦେଖ ଓ ଲେଖ। ପ୍ରଥମଟା କ'ଣ ଦେଇଛି ହେଲା, ତମେ ସେମିତି ଲେଖିଦେବ ହେଲା। କ ଏମିତି ଲେଖିଦେବ। ତାପରେ ଖ ବୁଝିହେଲା ତ? ତାପରେ ଦେଇଛି ଚିତ୍ର ଦେଖି ଆମେ ଖାଲି ଘର ପୂରଣ କରିବା। ପ୍ରଥମେ ଆମକୁ କ'ଣ ଦେଇଛି? କହିବ ସାର୍ ପ୍ରଥମେ ଆମକୁ କଙ୍କଡ଼ା ଦେଇଛି। ଉପରେ କ'ଣ ଲେଖିଲେ କି ନାହିଁ ଅଙ୍କ? ତାହେଲେ ଏଇଠି ଲେଖିଦେବା ଆମେ କଙ୍କଡ଼ା। ତାପରେ ଶଙ୍ଖ, ତାପରେ କଙ୍କି ହେଲା, ତାପରେ ମାଙ୍କଡ଼, ତାପରେ ପଙ୍ଖା, ତାପରେ ଲଙ୍କା। ବୁଝିହେଲା ତ? ସେଇଭଳି 4 ନମ୍ବର ଦେଲା ପଢ଼ ଓ ଲେଖ। ପଢ଼ିବା ଲେଖିବା ନାଲି ଶଙ୍ଖା। ଯେମିତି ଲେଖା ହେଇଛି ସେମିତି ଲେଖିପାରିବ ତ? ନାଲି ଶଙ୍ଖା। ବୁଝିହେଲା? ଏରା ସବୁ ନିଜେ ଲେଖିବ ତମେ ହେଲା। ମୁଁ ପଢ଼ି ଦେଉଛି। ଧଳା ଶଙ୍ଖ, ବଙ୍କୁଲି ବାଡ଼ି, ହାତ ପଙ୍ଖା, ଲାଉ ଡଙ୍କ, ବଙ୍କା ଆଙ୍କୁଡ଼ି। 5 ନମ୍ବର ତଳେ ଥିବା ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ। ପ୍ରଥମଟା କ'ଣ ହବ? ପ୍ରଥମଟା ସାରେ ମାଙ୍କଡ଼ ହବ। ଦ୍ୱିତୀୟଟା କ'ଣ ହବ? ଦ୍ୱିତୀୟଟା ଆମର କ'ଣ ହବ? କାଙ୍କଡ଼। ତୃତୀୟଟା କ'ଣ ହବ? କହିବ ସାର୍ ଶଙ୍ଖାରି ହବ। ବୁଝିହେଲା ତ? ତାପରେ ତଳ ସାରଣୀରେ ଦେଇଛି କ ଖ ଯୁକ୍ତ ନେଇ ଶବ୍ଦ ଗଢ଼ିବା। ଉପରେ ଯେମିତି ଗଢ଼ିଛି ଗୋଟେ ଦେଇଦେଇଛି କାଙ୍କଡ଼, ସେମିତି ଆମେ ତଳ ସାରଣୀରୁ ଆମେ ମାଙ୍କଡ଼ ଗଢ଼ିପାରିବା। ଆଉ କ'ଣ ଗଢ଼ିପାରିବା? କରିଛେ ଶଙ୍ଖାରି। ବୁଝିହେଲା? ଆଉ କ'ଣ କରିପାରିବା? ଶଙ୍ଖା, ପଙ୍ଖା, ଏଇଭଳି ଭାବରେ ଶବ୍ଦ ଗଠନ। ତାପରେ ଦେଇଛି 7 ନମ୍ବର ଆସ ପଢ଼ିବା। କଙ୍କି, ଶଙ୍ଖା, କାଙ୍କ, ଶଙ୍ଖ, ବଙ୍କା, ପଙ୍ଖା, ଢିଙ୍କି, ପଙ୍କ, ଶଙ୍ଖୁଆ, ଶଙ୍କର, ଶୃଙ୍ଖଳା, ପାଲିଙ୍କି, ଢାଙ୍କୁଣୀ, ପଙ୍କଜ, କଳଙ୍କ, ଶଙ୍ଖୁଡ଼ି। ତାପରେ 8 ନମ୍ବର ଆସ ଗାଇବା। ପାଣି ପିଉଥିବ ଛାଣି, ଟଙ୍କା ନେଉଥିବ ଗଣି, ପଙ୍ଖା ତଳେ ବସି ଶଙ୍ଖି ବିଲେଇ, ଶଙ୍ଖା ପାଚିଆକୁ ରହିଛି ଚାହିଁ। 9 ନମ୍ବର ତାପରେ ପଢ଼ ଓ ଆଲୋଚନା କରି ଲେଖ। ତାହେଲେ କରେ ଦେଲା ମାଙ୍କଡ଼ ତା ବାପାଙ୍କୁ କ'ଣ କହିଲା? ମାଙ୍କଡ଼ ତା ବାପାଙ୍କୁ ଲେଖିବ ଏଠି ମାଙ୍କଡ଼ ତା ବାପାଙ୍କୁ କାଙ୍କଡ଼ ଖାଇବାକୁ କହିଲା। କ'ଣ କହିଲା? କାଙ୍କଡ଼ ଖାଇବାକୁ।
ଲେଖିଦେବ କହିଲା। ତାପରେ ଖରେ ଦେଇଛି ମାଙ୍କଡ଼ ବଜାର ଯାଇ କ'ଣ ଆଣିବ ବୋଲି କହିଲା? ମାଙ୍କଡ଼ ବଜାର ଯାଇ ଲଙ୍କା ଆଣିବ ବୋଲି କହିଲା। ଲେଖିବ ଏଠି ମାଙ୍କଡ଼ ବଜାର ଯାଇ ଲଙ୍କା ଆଣିବ ବୋଲି କହିଲା। ଗରେ ଅଝଟ ନ ହୋଇ କ'ଣ କରିବାକୁ ମା କହିଲେ? ଅଝଟ ନ ହୋଇ ଲେଖିବ ଅଝଟ ନ ହୋଇ ପାଠ ପଢ଼ି ସାରି ଖେଳିବାକୁ ମା କହିଲେ। ବୁଝିହେଲା? ତାପରେ ଘରେ ପାଠପଢ଼ା ସହ ତୁମେ ଘରେ କେଉଁ କେଉଁ ସବୁ କାମ କରିଥାଅ? ଉତ୍ତରରେ ଲେଖିବ ପାଠପଢ଼ା ସହ ମୁଁ ଘରେ ବାପା ମାଆଙ୍କୁ ଛୋଟ ଛୋଟ କାମରେ ସାହାଯ୍ୟ କରେ, ବଗିଚାରେ ପାଣି ଦିଏ ଏବଂ ନିଜ ଜିନିଷପତ୍ର ସଜାଡ଼ି ରଖେ। ଉଁରେ ଦେଲା ତୁମ ମା ଘରେ ସବୁ କ'ଣ କାମ କରନ୍ତି? ମୋ ମା ଘରେ ଆମ ପାଇଁ ସୁଆଦିଆ ଖାଦ୍ୟ ରୋଷେଇ କରନ୍ତି, ଘର ସଫାସୁତୁରା ରଖନ୍ତି ଏବଂ ଆମର ସମସ୍ତ ଆବଶ୍ୟକତା କଥା ବୁଝନ୍ତି। ତାପରେ 10 ନମ୍ବର ପିଲାମାନେ ଦେଇଛି ସମଧ୍ୱନି ଉଚ୍ଚାରଣ କରୁଥିବା ଶବ୍ଦକୁ ଆମେ ଗାର ଟାଣିବା। ଯେମିତି କାଙ୍କଡ଼, ସେମିତି ସମାନ ପ୍ରକାର ଉଚ୍ଚାରଣ କିଏ କରୁଛି? ମାଙ୍କଡ଼, କଙ୍କି, ଡଙ୍କି, ଶଙ୍ଖା, ପଙ୍ଖା, ଟଙ୍କା, ବଙ୍କା। ତାପରେ ଚିତ୍ର ଦେଖ ଓ ଲେଖ। ପ୍ରଥମେ ମାଙ୍କଡ଼ଟି ପଢ଼ୁଛି ଦେଖ। ତାହେଲେ କ'ଣ ଲେଖିବ? ପ୍ରଥମ ଚିତ୍ରରେ ଏକ ମାଙ୍କଡ଼ ଚୌକିରେ ବସି ଚା ପିଉଛି ଏବଂ ଖବରକାଗଜ ପଢ଼ୁଛି। ଏହା ଦେଖିବାକୁ ଜଣେ ମଣିଷ ଭଳି ମନେ ହେଉଛି। ଦ୍ୱିତୀୟ ଚିତ୍ରରେ କ'ଣ ହେଉଛି? ଏହି ଚିତ୍ରରେ ଏକ ମାଙ୍କଡ଼ ଚୁଲି ପାଖରେ ବସି କେଟିଲରେ ପାଣି ଗରମ କରୁଛି ବା ରୋଷେଇ କରିବାକୁ ଚେଷ୍ଟା କରୁଛି। ତୃତୀୟ ଚିତ୍ରରେ ଏଠାରେ ଦୁଇଟି ଛୋଟ ମାଙ୍କଡ଼ ଛୁଆ ପରସ୍ପର ସହ ଖେଳୁଛନ୍ତି କିମ୍ବା କିଛି କଥା ହେଉଥିବା ପରି ମନେ ହେଉଛନ୍ତି। ଚତୁର୍ଥ ଚିତ୍ରରେ ଏହି ଚିତ୍ରରେ ମାଙ୍କଡ଼ ପରିବାର, ମା ମାଙ୍କଡ଼ ଓ ତାର ଛୁଆମାନେ ଏକାଠି ବସିଛନ୍ତି। ସେମାନେ ଜଙ୍ଗଲର ପରିବେଶରେ ବହୁତ ଖୁସି ଦେଖାଯାଉଛନ୍ତି। 11 ନମ୍ବର ପିଲାମାନେ ଆମକୁ ଦେଲା କରେ ପଢ଼ିବା ଆଉ ଲେଖିବା। ମିଠା କଥା କହି କରେ ଆଦର, ତା ପାଇଁ ଘର ସରଗପୁର। ଜନମ ତୁମର ଗରଭୁ ତାର, ପାଖରେ ଥିଲେ ସେ ନ ଲାଗେ ଡର। କିଏ? ଲେଖିବ ମା। ତାପରେ ଖରେ ଆମରି ହସରେ ତାଙ୍କରି ଖୁସି, ପାଳନ୍ତି ଆମକୁ ସେ ହସି ହସି। ମୁଖିଆ ହୋଇ ସେ ଘର ଚଳାନ୍ତି, ସୁଖ ଦୁଃଖେ ଆମ ପାଖେ ଥାଆନ୍ତି। କିଏ? ବାପା। ନେକ୍ସଟ 12 ନମ୍ବର ଖାଇଲେ କିପରି ଲାଗେ? ଲଙ୍କା ଖାଇଲେ କେମିତି ଲାଗେ? ରାଗ ଲାଗେ ଦେଇ ଦେଇଛି। ସେମିତି କଇଁଆ ଖାଇଲେ ଆମର ଖଟା ଲାଗେ, ରସଗୋଲା ଖାଇଲେ ମିଠା ଲାଗେ ଏବଂ ଲୁଣ ଲୁଣିଆ ଲାଗେ। ବୁଝିହେଲା? ଏଇଠି ଆମର ବିଷୟଟି ସରୁଛି। ପିଲାମାନେ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।